ରଥଯାତ୍ରାରେ ଏହି ରାଶିର ବଦଳିବ ଭାଗ୍ୟ। ରଥଯାତ୍ରାରେ ବଦଳିବ ଏହି 5 ରାଶିର ଭାଗ୍ୟ। ମେଷ ସ୍ୱାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ। ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ। ଅପେକ୍ଷା କରୁଥିବା ବନ୍ଧୁକୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ରାଜନୀତିରେ ସାଧାରଣ କଥାକୁ ନେଇ ବିରକ୍ତି ଭାବ ପ୍ରକାଶ କରିବେ। ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପ୍ରଶାସନରେ ଥିବା ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଶୁଭ ରଙ୍ଗ ଲାଲ ଏବଂ ଶୁଭ ସଂଖ୍ୟା 9। ପ୍ରତିକାର ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ବୃଷ କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତା ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ମିଥୁନ ପ୍ରେମ ଜୀବନ ଭଲ ରହିବ। ଉତ୍ପାଦନ ସହିତ ଜଡ଼ିତ ବ୍ୟବସାୟ ବୃଦ୍ଧି ପାଇବା ସହ କୌଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି। ଜମି କ୍ରୟ କରି ଖୁସି ରହିବେ। ମହିଳାମାନେ ପରିବାରରେ ପୁଷ୍ଟି ସାଧନ କରିବେ। କୌଣସି କଥାକୁ ନେଇ ଅଧିକ ଭାବୁକ ରହିବେ। ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା 5। ପ୍ରତିକାର ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ। କର୍କଟ ପାରିବାରିକ ସମସ୍ୟା ସୁଧାରି ନେବା ପାଇଁ ପ୍ରଯତ୍ନ କରି ଉପକୃତ ହେବେ। ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି। ଆଲୋଚନା ସମୟରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେତୁ ତାହା ମାନସିକ ଅଶାନ୍ତିର କାରଣ ହୋଇପାରେ। କୌଣସି ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା 2। ପ୍ରତିକାର ଶିବଙ୍କ ସହସ୍ରନାମ ପାଠ କରନ୍ତୁ। ସିଂହ ଛାତ୍ରଛାତ୍ରୀଙ୍କ ଲେଖାପଢ଼ାରେ ବାଧା ଦୂର ହେବ। ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିବେ ନାହିଁ। ଚାକିରି କ୍ଷେତ୍ରରେ ସହନଶୀଳତା ବଢ଼ିବ ଓ ପ୍ରଶଂସା ମିଳିବ। ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ। ଶୁଭ ରଙ୍ଗ ନାରଙ୍ଗୀ ଏବଂ ଶୁଭ ସଂଖ୍ୟା 1। ପ୍ରତିକାର ଓମ୍ ହ୍ରିଂ ହ୍ରିଂ ରାମାୟ ନମଃ ଜପ କରନ୍ତୁ। କନ୍ୟା ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତିରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ। କଚେରୀ ମାମଲା ମନ୍ଥର ହେବା ଯୋଗୁଁ ବ୍ୟସ୍ତତା ଅନୁଭବ କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି। ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା 5। ପ୍ରତିକାର ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ। ତୁଳା ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ। ବେପାର ବୃତ୍ତିରେ ପ୍ରଗତି ହେବ। ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ। ଆପଣଙ୍କ ପିଲା ବ୍ୟବସାୟ କାମରେ ଆପଣଙ୍କୁ ସହଯୋଗ କରିବେ। ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ। ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା 6। ପ୍ରତିକାର କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ବିଛା ପିଲାଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ସହକର୍ମୀଙ୍କ ସହିତ ଟଙ୍କା ପଇସାକୁ କେନ୍ଦ୍ର କରି ଟଣାଓଟରା ଲାଗିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ କାମକୁ ଆସିବ। ଜମିଜିମା କାରବାରରେ ସମସ୍ୟା ଦୁଶ୍ଚିନ୍ତାର କାରଣ ଆସିବ। କଳା ସାହିତ୍ୟ ସାମ୍ବାଦିକତା ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭ ଫଳ ପାଇବେ। ଶୁଭ ରଙ୍ଗ ଲାଲ ଓ ଶୁଭ ସଂଖ୍ୟା 9। ପ୍ରତିକାର ସୂର୍ଯ୍ୟ ଦେବତାକୁ ଜଳ ଅର୍ପଣ କରନ୍ତୁ। ଧନୁ ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ। ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ। ଛାତ୍ରମାନେ ମୌଳିକ ବୁଦ୍ଧିର ଉପଯୋଗ କରିବେ। ଆଇନ ଅଦାଲତରେ ଜଡ଼ିତ ରହିବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନ ଲାଭର ଯୋଗ ଅଛି। ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ। ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା 3। ପ୍ରତିକାର କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ। ମକର ଆରୋଗ୍ୟ ଲାଭ। ପାରିବାରିକ ଶାନ୍ତି ସହ ବ୍ୟବସାୟ ସନ୍ତୋଷଜନକ ରହିବ। ସହକର୍ମୀ କିମ୍ବା ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅଫିସରଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇ ଯିବେ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମ କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସା ମିଳିବ। ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା 8। ପ୍ରତିକାର ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ। କୁମ୍ଭ
व्यक्ति माने उपर मନରେ भल कथा कही पछरे बहुत समालोचना करिवे। भांगी पड़िथिबा संपर्क जोड़िबाकू चेष्टा करी सफल होई पारंती। राजनीति क्षेत्र में किछि पदपदवी प्राप्त होई पारे। छात्र छात्री माने अधिक समय खेल कटाइबे। प्रतिकार राहुंकर गायत्री मंत्र पाठ करंतु। मीन वाणिज्य जोगाजोग बंधुक प्रतीक्षा एवं कार्यरंभ क्षेत्र में व्यतिक्रमर आशंका रही। आर्थिक समस्या सुधरिबा सकाशे विभिन्न योजना करी सफलता पाइबे। परिवहन रे समस्या जोगु व्यस्त हेबे व्यावसायिक सफलता मिलिबो। कर्म क्षेत्र में फाइल